ସାଙ୍ଗମାନେ ଏଠାରେ ଏକ ଗଧଟି ଯାହା କହୁଥିଲା ତା ସତରେ ପରିଣତ ହେଉଥିଲା। ଆଉ ସେଇ ଗଧଟି ନିଜ କଥାରେ ଜଙ୍ଗଲ ସମସ୍ତ ଜୀବଜନ୍ତୁ ମାନଙ୍କୁ ହଇରାଣ କରୁଥିଲା। ଆଉ ସେଇ ଗଧଟି ଜଙ୍ଗଲ ରାଜା ସିଂହକୁ ମଧ୍ୟ ବହୁତ ହଇରାଣ କରୁଥିଲା। ଆଉ ସେଇ ଗଧଟି ସିଂହଟିକୁ ହଇରାଣ କରୁଥିବା ଦେଖି ବିଲୁଆଟି ରାଗି ଯାଉଛି। ଆଉ ସେଇ ବିଲୁଆଟି ଗଧକୁ କାମୁଡୁଥିବା ସମୟରେ ଗଧଟି କହୁଛି ବିଲୁଆର ଦାନ୍ତ ଭାଙ୍ଗି ଯାଉ। ଆଉ ସେଇ ଗଧଟି ଯାହା କହୁଛି ବିଲୁଆର ସତୁ ସତ ତା ହେଉଛି। ତାପରେ ସେଇ ଗଧଟି ଯାହା କହୁଥିଲା ତା ହେଉଥିବାରୁ ଜଙ୍ଗଲ ସମସ୍ତ ଜୀବଜନ୍ତୁ ମାନେ ଡରିକରି ରହୁଥିଲେ। ଆଉ ଜଙ୍ଗଲ ସମସ୍ତ ଜୀବଜନ୍ତୁ ମାନେ ଗଧର ଗୋଲାମୀ କରୁଥିଲେ। ଆଉ ସେଇ ଗଧକୁ ଭଲ ଭଲ ଖାଦ୍ୟ ଆଣି ଖାଇବାକୁ ଦଉଥିଲେ। ଆଉ ଦିନେ ସେଇ ଜଙ୍ଗଲକୁ ଗୋଟିଏ ଶିଆଳ ଆସୁଛି। ଆଉ ସେଇ ଶିଆଳକୁ ଦେଖି ଜଙ୍ଗଲ ସମସ୍ତ ଜୀବଜନ୍ତୁ ମାନେ ଗଧ କଥା କହୁଛନ୍ତି। ସାଙ୍ଗମାନେ ଶିଆଳଟି ଗଧଟି ସହିତ ଯାହା କଲା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ତାହା ଜାଣିବା ଆଗରୁ ଆମକୁ ଜନ୍ମ ଦେଇଥିବା ମାଙ୍କ ପାଇଁ ଭିଡିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ କମେଣ୍ଟରେ ଲଭ୍ ୟୁ ମା ଲେଖିଦିଅନ୍ତୁ। ତାପରେ ଶିଆଳଟି ଗଧ ପାଇଁ ଗୋଟିଏ ଚିଠି ଲେଖୁଛି। ଆଉ ସେଇ ଚିଠିରେ ଲେଖା ଥିଲା ଜଙ୍ଗଲ ଜୀବଜନ୍ତୁ ମାନେ ମତେ ମାରିକି ବିଦା କରିଦିଅନ୍ତୁ। ଆଉ ସେଇ ଗଧଟି ଚିଠିଟିକୁ ପଢୁଛି। ଆଉ ସେଇ ଗଧଟି ଯାହା ପଢୁଛି ତା ସହିତ ସେୟା ଘଟୁଛି। ଆଉ ଜଙ୍ଗଲ ଜୀବଜନ୍ତୁ ମାନେ ଗଧଟିକୁ ମାରି ମାରି ଜଙ୍ଗଲରୁ ବାହାର କରିଦେଉଛନ୍ତି।